ଶିବଙ୍କ ନିକଟରେ ଜଳ ଲାଗି କରିବା ଲାଗି କାଉଡ଼ିଆ ଯାତ୍ରାର ତୃତୀୟ ପାଳି ପାଇଁ ଶିବଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି ଏବଂ ବୋଲ୍ ବମ୍ ହର ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ରାସ୍ତାଘାଟ। ରବିବାର ଅପରାହ୍ନରୁ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ଶ୍ରଦ୍ଧାଳୁ ଦଳ ଦଳ ହୋଇ ଯାତ୍ରା କରୁଛନ୍ତି। ଶିବଭକ୍ତଙ୍କୁ ସେବା ଶୁଶ୍ରୂଷା ଯୋଗାଇବା ସକାଶେ ରେମୁଣାର ଶେରଗଡ଼ ନିକଟରେ ବିଜେପି ପକ୍ଷରୁ ଖାଦ୍ୟ ପାନୀୟ ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ରକୁ ରବିବାର ସନ୍ଧ୍ୟାରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଫିତା କାଟି ଉଦ୍ଘାଟନ କରିଥିଲେ। ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ବରିଷ୍ଠ ନେତା ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି ମଳୟ ବିଶ୍ୱାଳ, କୃଷ୍ଣଚନ୍ଦ୍ର ସାହା, ନାରୀନେତ୍ରୀ କମଳା ବିନ୍ଧାଣୀ, ସଂଯୁକ୍ତା ମହାପାତ୍ର, ସରପଞ୍ଚ କବିତା ମହାନ୍ତିଙ୍କ ସମେତ ଜୟନ୍ତ ମଣ୍ଡଳ, ଜିତେନ୍ଦ୍ର କୁମାର ରାଉତ, ଭାସ୍କର ବେହେରା, ସୋମନାଥ ରାଉତ, ନିରଞ୍ଜନ ବେହେରା, ସୁବୋଧ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ରାଉତ, ବିଜୟ କୁମାର ପଲେଇଙ୍କ ସମେତ ବହୁ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ, କାଉନସିଲର ଆଦି ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ନାରାୟଣ ମହନ୍ତଙ୍କ ନେତୃତ୍ୱରେ କେନ୍ଦ୍ର ପରିଚାଳିତ ହୋଇଥିଲା। ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମନୀଷା ପାଣିଗ୍ରାହୀ, ଭକ୍ତିପ୍ରିୟା ପ୍ରଧାନ, ସ୍ୱାସ୍ଥ୍ୟକର୍ମୀ ପରଶୁରାମ ସେଠୀ, ସଞ୍ଜୟ କୁମାର ମଢୁଆଳ, ରାଜେନ୍ଦ୍ର ନାୟକ ଆଦି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। କାଉଡ଼ିଆଙ୍କୁ ପାଣି, ଖାଦ୍ୟ ଯୋଗାଇ ଦିଆଯିବା ସହିତ ସେମାନଙ୍କ ଗାଧୁଆ ପାଧୁଆର ବ୍ୟବସ୍ଥା କରାଯାଇଥିଲା। ବିଧାୟକ ଶ୍ରୀ ଦାସ କେତେକ କ୍ଷତାକ୍ତ କାଉଡ଼ିଆଙ୍କ ପାଦ ଧୋଇ ଦେଇ ପଥି ଯୋଗାଇବାର ବ୍ୟବସ୍ଥା କରିଥିଲେ।